जय जगन्नाथ। ମୁଁ ଅବିନାଶ ସ୍କିଲ୍ ବାର୍ଡ ଏଜୁକେସନକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆସନ୍ତୁ ଆରମ୍ଭ କରିବା ଆଜିର ପରୀକ୍ଷା ଉପଯୋଗୀ କରେଣ୍ଟ ଆଫେୟାର୍ସ। ପ୍ରଥମ ପ୍ରଶ୍ନ, ଘାନାରେ ପ୍ରଚଳିତ ମୁଦ୍ରାର ନାମ କଣ? ଏହାର ସଠିକ ଉତ୍ତର ହେଉଛି ଘାନାୟାନ ସେଡି। ଦ୍ୱିତୀୟ ପ୍ରଶ୍ନ, ଓଡ଼ିଶାରେ ଚଳିତ ବର୍ଷ କେଉଁ ତାରିଖରେ ଜ୍ୟାକଫ୍ରୁଟ ଡେ ବା ପଣସ ଦିବସ ପାଳନ କରାଯାଇଛି? ଏହାର ସଠିକ ଉତ୍ତର ହେଉଛି ଜୁଲାଇ 4। ତୃତୀୟ ପ୍ରଶ୍ନ, ନିକଟରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ସିନାୱତ୍ରା ନିଲମ୍ବିତ ହେବା ପରେ କିଏ ଦିନକ ପାଇଁ ଥାଇଲାଣ୍ଡର କାମଚଳା ପ୍ରଧାନମନ୍ତ୍ରୀ ହୋଇଥିଲେ? ଏହାର ସଠିକ ଉତ୍ତର ହେଉଛି ସୁରିୟା ଜଙ୍ଗରଙ୍ଗ ରିୟାଙ୍ଗକିଟ୍। ଚତୁର୍ଥ ପ୍ରଶ୍ନ, ନିକଟରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ସିନାୱତ୍ରା ନିଲମ୍ବିତ ହେବା ପରେ ସମ୍ପ୍ରତି କିଏ ଥାଇଲାଣ୍ଡର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି? ଏହାର ସଠିକ ଉତ୍ତର ହେଉଛି ପୁମଥାମ୍ ଓଚାୟାଚାଇ। ପଞ୍ଚମ ପ୍ରଶ୍ନ, ପେଟ୍ରୋଲ ପମ୍ପରେ ପୁରୁଣା ଗାଡ଼ିକୁ ପେଟ୍ରୋଲ ଓ ଡିଜେଲ ଦିଆନଯିବା ଏବଂ ତାକୁ ଜବତ କରାଯିବା ଘଟଣାକୁ ନେଇ ବିବାଦ ଦେଖାଦେବା ପରେ କେଉଁଠାରେ ସରକାର ତାଙ୍କର ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି? ଏହାର ସଠିକ ଉତ୍ତର ହେଉଛି ନୂଆଦିଲ୍ଲୀ। ଷଷ୍ଠ ପ୍ରଶ୍ନ, ନାଗପୁରରେ ଆୟୋଜିତ 10ମ ଜାତୀୟ ବରିଷ୍ଠ ମିନି ଗଲ୍ଫ ଚାମ୍ପିଅନସିପରେ ଓଡ଼ିଶା ମୋଟ କେତୋଟି ପଦକ ଜିତିଛି? ଏହାର ସଠିକ ଉତ୍ତର ହେଉଛି 22ଟି। ସପ୍ତମ ପ୍ରଶ୍ନ, ଏକ ସଡ଼କ ଦୁର୍ଘଟଣାରେ ଫୁଟବଲର ଡିଏଗୋ ଜୋଟାଙ୍କ ମୃତ୍ୟୁ ହୋଇଛି। ସେ କେଉଁ ଦେଶର ଫୁଟବଲ ଖେଳାଳି ଥିଲେ? ଏହାର ସଠିକ ଉତ୍ତର ହେଉଛି ପର୍ତ୍ତୁଗାଲ। ଅଷ୍ଟମ ପ୍ରଶ୍ନ, ଆଗାମୀ ଏସିଆ କପ୍ ହକି ଓ ଜୁନିୟର ପୁରୁଷ ହକି ବିଶ୍ୱକପ କେଉଁ ଦେଶ ଆୟୋଜନ କରିବାକୁ ଯାଉଛି? ଏହାର ସଠିକ ଉତ୍ତର ହେଉଛି ଭାରତ। ନବମ ପ୍ରଶ୍ନ, 2025 ଜୁଲାଇ 5 ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ହେଉଥିବା ନୀରଜ ଚୋପ୍ରା କ୍ଲାସିକ 2025ରେ ଆହତ କାରଣରୁ ଦୁଇଥର ବିଶ୍ୱ ଚାମ୍ପିୟନ ଜାଭେଲିନ୍ ଥ୍ରୋୟର ଆଣ୍ଡରସନ ପିଟର୍ସ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ସେ କେଉଁ ଦେଶର ଖେଳାଳି ଅଟନ୍ତି? ଏହାର ସଠିକ ଉତ୍ତର ହେଉଛି ଗ୍ରେନାଡା। ଦଶମ ପ୍ରଶ୍ନ, ଚଳିତ ବର୍ଷ କେଉଁ ଦେଶ ପ୍ରତି 2 ବର୍ଷରେ ଥରେ ଆୟୋଜିତ ହେଉଥିବା ବିଶ୍ୱ ପୋଲିସ ଓ ଅଗ୍ନିଶମ କ୍ରୀଡ଼ା 2025 ଆୟୋଜିତ କରିଛି? ଏହାର ସଠିକ ଉତ୍ତର ହେଉଛି ୟୁଏସଏ। ତ ଏହି ଥିଲା ଆଜିର ଦେଶ ବିଦେଶ ଓ ରାଜ୍ୟର 10ଟି ବଛା ବଛା କରେଣ୍ଟ ଆଫେୟାର୍ସ। ଆମ ଚ୍ୟାନେଲର ଉଦ୍ଦେଶ୍ୟ ଆପଣଙ୍କ ଏକ୍ଜାମ ପ୍ରିପାରେସନକୁ ଆହୁରି ଉନ୍ନତ କରିବା। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ପାଇଁ ଚ୍ୟାନେଲକୁ ଆଜି ହିଁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ ଏବଂ ନିମ୍ନରେ ଆପଣଙ୍କ ମତାମତ ଅବଶ୍ୟ ଲେଖନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।